ধরো আসো আসো রাজি হ্যাঁ হ্যাঁ আজ হবনি আজ হবনি ভাই জয় জগন্নাথ আসো এটা আনে প্রবল আস আস যদি আসিବା କଥା আସ ଗୋଡ଼ ତଳେ ପଡ଼ିଯାଇଛି ବଢିଆ ଲାଗିବ ଆସ 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 ଗାଡ଼ି ବାଲା ଅଟକି ଯିବା ଯିବା ହଁ ନେଇ ଯା ସେ ଠିଆ ରଖ ସେ ଛିଡ଼ା ହେଇକି ତ ଗଡ଼ିଗୁଡ଼ା ପଡ଼ିବ ଆସ 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 ଉଡ଼େଇ ଦିଅ ଘଣ୍ଟା ହଁ ଦୋକାନ ଖୋଲା ଅଛି ଚାଲ ଯାଉଛି ଆସନ୍ତୁ ଆସନ୍ତୁ ପାଣି ପିଇ ଦି ଆର୍ଟ ଅଫ୍ ଲିଭିଂ ଗନ୍ଦିଆ ଫ୍ୟାମିଲି ତରଫରୁ ଗ୍ରୀଷ୍ମର ପ୍ରଖର ପ୍ରତାପ ଦୃଷ୍ଟିକୋଣରୁ ଆଜି ଗନ୍ଦିଆ ହାଟରେ ଆମର ସାପ୍ତାହିକ ଜଳଛତ୍ର ସେବା ଆୟୋଜନ କରାଯାଇଛି। ଏଥିରେ ଆମର ଶତାଧିକ ଯୁବକମାନେ ଉତ୍ସାହିତ ସହକାରେ ଏହି ଜଳଛତ୍ର ସେବାରେ ସମସ୍ତେ ନିୟୋଜିତ ଅଛନ୍ତି। ଏହି ଗ୍ରୀଷ୍ମର ପ୍ରଖର ପ୍ରଭାବ ଖରାର ପ୍ରଖର ତାପ ଯେପର୍ଯ୍ୟନ୍ତ ରହିଥିବ ସେ ପର୍ଯ୍ୟନ୍ତ ଏହି ଜଳଛତ୍ର ସେବା ଆମର ଜାରି ରହିବ। ଏ ଅଞ୍ଚଳ ଜନସାଧାରଣମାନଙ୍କର ସେବାରେ ଦି ଆର୍ଟ ଅଫ୍ ଲିଭିଂ ଗନ୍ଦିଆ ଫ୍ୟାମିଲି ବିନିଯୋଗ ହୋଇପାରିଥିବାରୁ ଆମେମାନେ ସମସ୍ତଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରୁଛୁ। ଏହି ସେବାକୁ ଆମ ଆର୍ଟ ଅଫ୍ ଲିଭିଂ ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ସାପ୍ତାହିକ ହାଟ ଗନ୍ଦିଆ ହାଟରେ ଜଳ ବିତରଣ କରୁଛି। ଗ୍ଲୁକୋଜ୍ ସହିତ ଥଣ୍ଡା ପାନୀୟ ଜଳ ଆମେ ଲୋକମାନଙ୍କୁ ବିତରଣ କରୁଛୁ। ଆଶା କରୁଛି ପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଆଦର୍ଶରେ ଆମେମାନେ ଅନୁପ୍ରାଣିତ ହୋଇ ଏହି ସେବା କାର୍ଯ୍ୟକୁ ଜଗତ ପାଖରେ ପହଞ୍ଚାଇବା ପାଇଁ ଜନସାଧାରଣଙ୍କ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସେବା ଆମେ ଆୟୋଜନ କରୁଛୁ। ଜୟ ଗୁରୁଦେବ। ଯାହା ହଉ ଆର୍ଟ ଅଫ୍ ଲିଭିଂ ତରଫରୁ ପ୍ରତି ଶୁକ୍ରବାର ଦିନ ଏ ଯେଉଁ ଜଳଛତ୍ର ବ୍ୟବସ୍ଥା କରାଯାଇଛି ଆମ ଗନ୍ଦିଆ ହାଟରେ। ଏହା ଏକ ଉଚ୍ଚକୋଟୀର ପଦକ୍ଷେପ ଯାହା ଆର୍ଟ ଅଫ୍ ଲିଭିଂ ତରଫରୁ କରାଯାଉଛି। ଆମେମାନେ ସମସ୍ତେ ଏଥିରେ ସାମିଲ ହେଉଛୁ ଏଥିପାଇଁ ଯେ ଆକ୍ଚୁଆଲି ମାନବ ସେବା ହିଁ ମାଧବ ସେବା। ଏହି ନ୍ୟାୟରେ ଆର୍ଟ ଅଫ୍ ଲିଭିଂ ତରଫରୁ ଯେଉଁ ଜଳଛତ୍ର ବ୍ୟବସ୍ଥା କରାଯାଉଛି এই ଯେଉଁ ଗ୍ରୀଷ୍ମ ପ୍ରବାହ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବର୍ତ୍ତମାନ ସୁଦ୍ଧା ଚାଲିଛି ଏଥିରେ ଲୋକମାନେ ଅତିଷ୍ଠ ହୋଇଗଲେଣି। ସାଧାରଣତଃ ଜୀବନଯାପନ ବହୁତ ମାନେ ପ୍ରଭାବିତ ପଡ଼ୁଛି ଏହା ଉପରେ। ତେଣୁ ଜଳ ଟିକେ ପାଇଲେ ଗୋଟେ ଲୋକର ଆର୍ଟ ଅଫ୍ ଲିଭିଂ ତରଫରୁ ହାଟ ଆମ ଅଞ୍ଚଳରେ ଯେତେ ହାଟ ଅଛି ସେ ହାଟରେ ସାଧାରଣ ଲୋକଙ୍କର ସମାଗମ ଅଧିକ ହେଉଛି। ତ ସେ ଜାଗାରେ ଜଳଛତ୍ରର ବ୍ୟବସ୍ଥା କରାହେଉଛି ଯାହାକି ଭଗବାନଙ୍କର ବରଦାନ କହିଲେ ଭଲ ପାଣି ବଣ୍ଟନ କରୁଥିବାରୁ ଆମେ ଆଶିଷ ଧନ୍ୟବାଦ ଦେଉଛୁ। ଯାହା ହଉ ଥଣ୍ଡା ପାଣି ଭଲ ହେଲା। ଯାହା ବହୁତ ଆନନ୍ଦ ଲାଗୁଛି ଆଜି ପୁଅ ଚାକିରି କଲା ନା କ'ଣ?
ସବୁ ପାଣି ପିଇକି ଯାଏ